ସେଟା ନବୀନ ବାବୁଙ୍କୁ ପଚାରିଲେ କହିବେ। ନବୀନ ବାବୁଙ୍କ ପ୍ରଶ୍ନର ଉତ୍ତର ମୁଁ କେମିତି ଦେବି? ଜାତୀୟ ସ୍ତରର କୌଣସି ନେତା ନାହାନ୍ତି ସବୁ ଦଳର ଯେଉଁମାନେ ନବୀନ ନିବାସ ଆସିନାହାନ୍ତି ବିଜୁ ଥିଲାବେଳେ କିମ୍ବା 3 ଆଉରଙ୍ଗକୁ ଯାଇନାହାନ୍ତି। ସେଇ ଦୃଷ୍ଟିରୁ ମୁଁ ଭାବେ ମୁଁ ବିଚାର କରେ ତାହା ଏକ ଜାତୀୟ ସ୍ମାରକୀ, ତାକୁ ବ୍ୟକ୍ତିଗତ ଭାବରେ କାହା ହାତକୁ ଟେକି ଦେବା ଉଚିତ ନୁହେଁ। ଆମେ ସେ ପାଖକୁ ଯାଇନୁ, ସେ ଦିଗକୁ ଯାଇନୁ। ବହୁତ ଲୋକ ଆସିଲେ ସମସ୍ତେ ଦେଖିଛନ୍ତି, ଆଜି ଦେବା ଲୋକରେ ସମସ୍ତେ ଦେଖିଲେ ଆଜି ଦୃଶ୍ୟ। କିଏ କୋଉଠୁ ଆସିଲା ନ ଆସିଲା ସେ ଆମେ ଲୋକଙ୍କ ପାଇଁ ବ୍ୟସ୍ତ। ଲୋକ ଆସିଲେ ସେଥିପାଇଁ ଆମେ ଖୁସି। ବହୁତ ଲୋକଙ୍କୁ ଡକା ହେଇଥିଲା ଆସିବା, ବିଜେପିରେ ବହୁତ ଲୋକଙ୍କୁ ନିମନ୍ତ୍ରଣ ହେଇଥିଲା। ତାଙ୍କର ଆସିବା ନ ଆସିବା ତାଙ୍କ ଉପରେ ନିର୍ଭର କରେ। ବହୁତ ଲୋକଙ୍କୁ ଯାଇଛି। ବିଜେଡ଼ିରେ ତ ବହୁତ ପୁରୁଣା ବିଧାୟକ ମାନେ ଆଜି ସମସ୍ତେ ପ୍ରାୟ ଥିଲେ। ଆଜି ପୁରୁଣା ବିଧାୟକ ମାନେ ସମସ୍ତେ ଥିଲେ ଆଜି ମଞ୍ଚ ଉପରେ, ବାହାରେ ବି ବସିଥିଲେ। ବିଜୁ ପଟ୍ଟନାୟକ ନେଇକରି ଚର୍ଚ୍ଚା ହେଉଛି, ତାଙ୍କ ଯେତିକି ଶିଖରରେ ରଖାହେଉଛି ସେଇ ହିସାବରେ ତାଙ୍କ ଭାରତ ରତ୍ନ କଥା ପ୍ରାୟତଃ ଆଲୋଚନା ହୁଏ। ମୁଁ କହିଲି ଯେ ସେ ଦିଗରେ ଓଡ଼ିଶା ଏ ଯେଉଁ ନାଗରିକ ମଞ୍ଚ ତାର ସ୍ୱର ଉତ୍ତୋଳନ କରିବ। ସେଟା ନବୀନ ବାବୁଙ୍କୁ ପଚାରିଲେ କହିବେ। ନବୀନ ବାବୁଙ୍କ ପ୍ରଶ୍ନର ଉତ୍ତର ମୁଁ କେମିତି ଦେବି? ଟିକେ ସାର୍ ଆମେ ଗୋଟେ କଥା ଲକ୍ଷ୍ୟ କଲୁ ଯେ ବିଜୁ ଜନତା ଦଳରେ ବିଜୁଙ୍କ ଆଦର୍ଶ ବିଚାର ନଥିବାର ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ଏହା ବାସ୍ତବତା ସେଟା ସାମ୍ବାଦିକ ମାନେ ଅନୁଭବ କରିବା ଦରକାର। କ'ଣ ହେଇଛି? ଆଜ୍ଞା। ଆଉ ଗୋଟେ କଥା, ଆପଣ ଗୋଟେ ବଡ଼ ଅଭିଯୋଗ ଆଣିଲେ ଯେ ଯୋଉଟା ଜାତୀୟ ସମ୍ପତ୍ତି କୁହାଯାଉଛି ଯେ ନବୀନ ନିବାସ ହଉ, ସେଟା ମୋର ବ୍ୟକ୍ତିଗତ ମତ। ଦୁଇଟା ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି, ସେଟା ମୋର ନୁହେଁ କି ଆଉ କାହାର, କିନ୍ତୁ ତାହା ଜାତୀୟ ସ୍ମାରକୀ ଭାବରେ ଗ୍ରହଣ କରାଯାଏ। ଜାତୀୟ ସ୍ତରର କୌଣସି ନେତା ନାହାନ୍ତି ସବୁ ଦଳର ଯେଉଁମାନେ ନବୀନ ନିବାସ ଆସିନାହାନ୍ତି ବିଜୁ ଥିଲାବେଳେ କିମ୍ବା 3 ଆଉରଙ୍ଗକୁ ଯାଇନାହାନ୍ତି। ସେଇ ଦୃଷ୍ଟିରୁ ମୁଁ ଭାବେ ମୁଁ ବିଚାର କରେ ତାହା ଏକ ଜାତୀୟ ସ୍ମାରକୀ, ତାକୁ ବ୍ୟକ୍ତିଗତ ଭାବରେ କାହା ହାତକୁ ଟେକି ଦେବା ଉଚିତ ନୁହେଁ। ମୁଁ ଯାଏନି ସେ ଯିଏ ମାଲିକ ସେ ସ୍ଥିର କରିବେ। ତାଙ୍କ ସମ୍ପତ୍ତି ସେ ସ୍ଥିର କରିବେ। ନାଗରିକ ମଞ୍ଚ କେବଳ ଜନତାକୁ ସଚେତନ କରିବ ନା ବିକଳ୍ପ ସୃଷ୍ଟି କରିବ? ଜନତାଙ୍କର ସ୍ୱର ହେବ, ସେତିକି କହିଲି। ଯାହା ବୁଝିବେ ଆପଣ ତାକୁ ବୁଝିବେ।